ଶ୍ରୋତାବନ୍ଧୁ କବିତାର ସୌନ୍ଦର୍ଯ୍ୟକୁ ବୃଦ୍ଧି କରିବା କ୍ଷେତ୍ରରେ ଆମେ ଶବ୍ଦମାନଙ୍କୁ ନିଶ୍ଚିତ ମହତ୍ତ୍ୱ ଦଉ। କିନ୍ତୁ ଏ ଶବ୍ଦଟି ଯଦି ଚିତ୍ର ପରି ମନରେ କୌଣସି ଦୃଶ୍ୟ ଉତ୍ପନ୍ନ କରେ ଅର୍ଥାତ୍ ଦୃଶ୍ୟ ବିମ୍ବ ସୃଷ୍ଟି କରେ, ତାହା ହିଁ କବିତାକୁ ଆହୁରି ହୃଦୟଗ୍ରାହୀ କରିପକାଏ। ଏଇ ଯୋଉ ହୃଦୟଗ୍ରାହୀ କରିବା ପାଇଁ ଯୋଉ ଶବ୍ଦର ପ୍ରୟୋଗ ବା ଚିତ୍ରାଙ୍କନ, ଶବ୍ଦ ଚିତ୍ରାଙ୍କନକୁ ଆମେ ଚିତ୍ରକଳ୍ପ କହୁ। ଏହା ଯୋଉ ଶବ୍ଦଗୁଡ଼ିକୁ ଆମେ ଚୟନ କରୁ କବିତାରେ, ତାହା ସମ୍ପୂର୍ଣ୍ଣ ରୂପେ ଜଣେ କଳ୍ପନା ପ୍ରବଣ ହୋଇଥିଲେ ହିଁ ତାହା କରିପାରେ। ତେଣୁ କାଳ୍ପନିକ ଦୃଶ୍ୟ ହିଁ ଚିତ୍ରକଳ୍ପ। ଏହାକୁ ବାଦ ବୋଲି ଆମେ ଜାଣିଛେ। ବାଦ କହିଲେ ଚେତନା, ଚିତ୍ରକଳ୍ପର ଚେତନା, ଇମେଜିଜିମ୍ ଇଂରାଜୀରେ ତାକୁ କୁହାଯାଏ। ଏହା ଏକ କାବ୍ୟିକ ଆନ୍ଦୋଳନ ଯାହାକୁ କବିଗଣ ଶବ୍ଦରେ ଚିତ୍ରାଙ୍କନ ବୋଲି କହନ୍ତି। ବିଂଶ ଶତାବ୍ଦୀରେ ଏହାର ଅଭ୍ୟୁଦୟ ହୋଇଥିଲା। ଏହାକୁ ଯଦି ଆମେ ସଂଜ୍ଞାୟିତ କରିବା ତାହେଲେ କୌଣସି ଏମିତି ଶବ୍ଦ ବା ବାକ୍ୟାଂଶ ଯାହା ପାଠକ କିମ୍ବା ଶ୍ରୋତାର ମନରେ କୌଣସି ବସ୍ତୁ, ଘଟଣା କିମ୍ବା ବିଚାରର ଏକ ସ୍ପଷ୍ଟ ଏବଂ ଜୀବନ୍ତ ଚିତ୍ର ପ୍ରସ୍ତୁତ କରିବା ଦ୍ୱାରା ପାଠକ ପ୍ରାଣରେ ଇନ୍ଦ୍ରିୟଜ ଆନନ୍ଦ ଉତ୍ପନ୍ନ ହୁଏ ଏବଂ ତାର ଆତ୍ମା ତୃପ୍ତ ହୋଇଯାଏ। ତାହାକୁ ହିଁ ଚିତ୍ରକଳ୍ପ କୁହାଯାଏ। ଏକ ସୌନ୍ଦର୍ଯ୍ୟମୟ ଶବ୍ଦର ବିନ୍ୟାସ ଯାହାକୁ ଶୁଣିବା ମାତ୍ରେ ଆମ ମନ ଭିତରେ ଏକ ଚିତ୍ର ଉତ୍ତୋଳିତ ହୁଏ। ଆମେ ଜାଣିଛେ ଆମର ଇନ୍ଦ୍ରିୟ, ପାଞ୍ଚଟି ଇନ୍ଦ୍ରିୟ ଦୃଶ୍ୟ, ଶ୍ରବ୍ୟ, ସ୍ୱାଦ, ଗନ୍ଧ ଏବଂ ସ୍ପର୍ଶ ସମ୍ଭବ ସେ ଇନ୍ଦ୍ରିୟମାନଙ୍କ ଦ୍ୱାରା। କବିତାକୁ ଅନୁଭବ କରିବାର ଯୋଉ ଦୃଷ୍ଟିକୋଣ, ଯୋଉ ମାନସିକତା, ତାକୁ ଆମେ ଇନ୍ଦ୍ରିୟ ଦ୍ୱାରା ହିଁ ଅନୁଭବ କରେ, ମନ ଦ୍ୱାରା ଅନୁଭବ କରେ, ଚେତନା ଦ୍ୱାରା ଅନୁଭବ କରେ। ତେଣୁ ତାର ବିମ୍ବ ବା କୌଣସି ଶବ୍ଦର ପ୍ରଭାବ ଏଭଳି ବିମ୍ବ ସୃଷ୍ଟି କରିବ, ଚିତ୍ର ନଥିବ ସମ୍ମୁଖରେ କିନ୍ତୁ ଆମେ ଆମ ମନ ଲୋକରେ ତାକୁ ଆମେ ଦେଖିପାରୁଥିବା। ବିମ୍ବ ସାହିତ୍ୟରେ ଏକ ମହତ୍ତ୍ୱପୂର୍ଣ୍ଣ ରୂପ ଯାହା ପାଠକକୁ କିମ୍ବା ଶ୍ରୋତାକୁ କବିତାର ପ୍ରକୃତ ଅର୍ଥ ସୁନ୍ଦର ଭାବରେ ବୁଝେଇବାରେ ସହାୟତା କରେ। ଏନସାଇକ୍ଲୋପେଡିଆ ବ୍ରିଟାନିକାରେ କୁହାଯାଇଛି, ବିମ୍ବ ଚେତନ ସ୍ମୃତି ଅଟେ, ଯାହା ଇନ୍ଦ୍ରିୟ ବୋଧର ମୌଳିକ ଉତ୍ତେଜନାର ଅଭାବରେ ସେହି ଇନ୍ଦ୍ରିୟ ବୋଧକୁ ସମ୍ପୂର୍ଣ୍ଣ ରୂପରେ କିମ୍ବା ଆଂଶିକ ଭାବରେ ପୁନରୁତ୍ପାଦିତ କରିଥାଏ। ସେମିତି ସି ଡେ ଲେଭିସଙ୍କ ଅନୁସାରେ ବିମ୍ବ ଏକ ପ୍ରକାର ଭାବଗର୍ଭିତ ଶବ୍ଦଚିତ୍ର ଅଟେ। ବିମ୍ବ ଶବ୍ଦକୁ ଇଂରାଜୀରେ ଇମେଜ ବୋଲି କୁହାଯାଏ। ଏହାର ଅର୍ଥ ହେଉଛି ମୂର୍ତ୍ତ ରୂପ ପ୍ରଦାନ କରିବା। ମୃତ ନୁହଁ, ମୂର୍ତ୍ତ। କାବ୍ୟରେ ବିମ୍ବକୁ ଶବ୍ଦଚିତ୍ର କୁହାଯାଏ, ଯାହା କଳ୍ପନା ଦ୍ୱାରା ଐନ୍ଦ୍ରିୟ ଅନୁଭବରେ ସମ୍ପୂର୍ଣ୍ଣ ରୂପେ ସ୍ଥିତ ଥାଏ। ଐନ୍ଦ୍ରିୟ ଅନୁଭବ ଅର୍ଥାତ୍ ଇନ୍ଦ୍ରିୟ ଦ୍ୱାରା ଆମେ ଅନୁଭବ କରିପାରେ। ଏହା ଏକ ଶୈଳୀ ବୋଲି ଆମେ କହିବା। ତେବେ ଆମେ ଆଜି ଏହାକୁ ବୁଝିବା ପୂର୍ବରୁ ଆମେ ଜାଣିବା ଯେ ଏହାର ଆବଶ୍ୟକତା କ'ଣ ଥିଲା। ଆମେ ଜାଣିଛେ ଯେ କୌଣସି ଯୁଗୀୟ ଅସନ୍ତୋଷ ଆଉ ଗୋଟେ ଯୁଗକୁ ଅପେକ୍ଷା କରେ। ଅର୍ଥାତ୍ ଗୋଟେ ଯୁଗରେ ଯାହା ଚାଲିଥାଏ, ପ୍ରଚଳିତ ଧାରା, ଯାହାକୁ ଆପଣମାନେ ଟ୍ରେଣ୍ଡ ବୋଲି କହନ୍ତି, ସେ ଧାରାରୁ ନିଶ୍ଚିତ ରୂପେ ସବୁବେଳେ ସବୁ ଯୁଗରେ କିଛି ନା କିଛି ପରିବର୍ତ୍ତନ ସମସ୍ତେ ଆଶା କରନ୍ତି। ସେମିତି ପୂର୍ବରୁ ଥିଲା, ମାନେ ଇମେଜିଜମ୍ ପୂର୍ବରୁ ଥିଲା ରୋମାଣ୍ଟିସିଜମ୍, ଭିକ୍ଟୋରିଆନ ଯୁଗର କବିତା ଥିଲା ଏବଂ ଜର୍ଜିଆନ କବିତା ଥିଲା। ଏଇ ସବୁ କବିତା ସମ୍ପୂର୍ଣ୍ଣ ରୂପେ କୃତ୍ରିମ ଥିଲା, ଅର୍ଥାତ୍ ମନକୁ ପାଞ୍ଚିକି ଲେଖା ହଉଥିଲା। କୌଣସି ଅନୁଭବାତ୍ମକ ଦିଗ ହୁଏତ ଥାଇପାରେ କିନ୍ତୁ ଏତେ ହୃଦୟ ହେଉନଥିଲା। ଆଳଙ୍କାରିକତାରେ, ଆଡମ୍ବରିତାରେ ପରିପୂର୍ଣ୍ଣ ଥିଲା। ଏସବୁର ବିରୁଦ୍ଧରେ ଚିତ୍ରକଳ୍ପବାଦ ଆସିଛି। ଏହା ଯେମିତି କହିଲି ବିଂଶ ଶତାବ୍ଦୀର ଆରମ୍ଭରେ ଆସିଥିଲା। ଏହାକୁ କାବ୍ୟିକ ଆନ୍ଦୋଳନ ଭାବରେ ଆମେ ଜାଣେ। ଏହା କେଉଁଠି ଜନ୍ମ ହେଇଥିଲା? ଏହା ଇଂଲଣ୍ଡ ଏବଂ ଆମେରିକାରେ ଜନ୍ମ। ଏବଂ କୃତ୍ରିମ ଶବ୍ଦର ଯୋଉ ଜଟିଳ ଶବ୍ଦ ପ୍ରୟୋଗ ହେଉଥିଲା, ତାକୁ କବି ପରିହାର କଲେ। ଶାବ୍ଦିକ ସୌନ୍ଦର୍ଯ୍ୟକୁ ଏମାନେ ଗୁରୁତ୍ୱ ଦେଲେ।
अर्थात प्रकृत जोटा घटिची घटना हेउ दृश्य हेउ कौनसी कथा को कवि कहवा ପାଇଁ ଚାହୁଁଛନ୍ତି ସେ ପ୍ରକୃତ ଶବ୍ଦର ପ୍ରୟୋଗ ସେଠି ହବ ଏବଂ ସୂକ୍ଷ୍ମ ବ୍ୟବହାର ହବ। ଗୋଟେ କବି ଯେତେବେଳେ ଲେଖୁଛି ସେତେବେଳେ ତା ପାଖରେ ଆଉ କେହି ନାହାନ୍ତି, ସିଏ ଯାହା ଦେଖିଛନ୍ତି ସେଇଟାକୁ ସେ ଲେଖିବେ। ପାଠକ କେମିତି ଅନୁଭବ କରିବ? ପାଠକ ତ ଦେଖୁନାହିଁ। ତେଣୁ ପ୍ରତ୍ୟକ୍ଷ ଦୃଶ୍ୟକୁ ଯେତେବେଳେ ଶବ୍ଦ ଦ୍ୱାରା ଚିତ୍ରାୟିତ କରାଯାଏ, ଶବ୍ଦାୟିତ କରାଯାଏ, ବିମ୍ବିତ କରାଯାଏ, ତାହା ହିଁ ଶବ୍ଦ ବିମ୍ବ। ଏବଂ ଏହି କବିତାର ମୁଖ୍ୟ କଥା ହେଲା ଆମେ ବାରମ୍ବାର ୟାକୁ ବୁଝିବା ଦରକାର ଯେ ୟାକୁ ବହୁତ ଦୀର୍ଘ କରିକି ବର୍ଣ୍ଣନାତ୍ମକ ଶୈଳୀରେ ଲେଖିବା ଆଦୌ ଉଚିତ ନୁହଁ ବୋଲି ଏହି ଆନ୍ଦୋଳନର କବିମାନେ ମନେ କଲେ ଏବଂ ୟାକୁ ସୀମିତ ଶବ୍ଦାବଳୀ ମାଧ୍ୟମରେ ପ୍ରୟୋଗ କରାଗଲା। ଏଜ୍ରା ପାଉଣ୍ଡ କହୁଥିଲେ an image is that which presents an intellectual and emotional complex in an instant of time। ଗୋଟେ ମୁହୂର୍ତ୍ତକ ଭିତରେ ବୁଦ୍ଧିଦୀପ୍ତ ଏବଂ ଭାବନାତ୍ମକ ଆବେଗାତ୍ମକ ଏ ଦିଟା ଯାକର ମିଶ୍ରଣ। ସେ ଶବ୍ଦଟି ଏତେ ସୁନ୍ଦର ଭାବରେ ଗଢ଼ା ହେଇଥିବ, ବୁଦ୍ଧିଦୀପ୍ତ ଥିବ ଶବ୍ଦଟି ଏବଂ ଆବେଗକୁ ମଧ୍ୟ ପ୍ରତିନିଧିତ୍ୱ କରୁଥିବ। ମୁହୂର୍ତ୍ତକ ଭିତରେ ବୁଦ୍ଧିମତା ଏବଂ ଆବେଗାତ୍ମକ ତାର ସମନ୍ୱୟ ହେଇଥିବ ଏଜ୍ରା ପାଉଣ୍ଡଙ୍କ ମତରେ। ତାହା ହିଁ ହେଉଛି ଚିତ୍ରକଳ୍ପ। କୌଣସି କ୍ଲିଷ୍ଟ ଶବ୍ଦ ଯାହା ଶୁଣିଲେ ମାନେ ଅତି ସରଳ ଶବ୍ଦରେ ନିଜ ଭାବକୁ ବର୍ଣ୍ଣନା କରିବା ପାଇଁ ଶବ୍ଦ ଚୟନ ହବ। କଷ୍ଟ ଶବ୍ଦ ବା କ୍ଲିଷ୍ଟ ଶବ୍ଦକୁ ପରିହାର କରାଯିବ। ପୂର୍ବର କବିତା ଯେମିତି ଆମେ କହିଲେ ଯେ ରୋମାଣ୍ଟିସିଜମ ଥିଲା, ଭିକ୍ଟୋରିଆନ ଯୁଗର କବିତା ଥିଲା ଆମେରିକାରେ ଏବଂ ଜର୍ଜିଆନ କବିତା ଥିଲା, ଯେଉଁ କବିତାର ରୂପ ଥିଲା ସୁଦୀର୍ଘ। ତାକୁ ଚିତ୍ରକଳ୍ପବାଦୀ ମାନେ ନିଷ୍ପତ୍ତି ନେଲେ କବିତାକୁ କମ୍ ଶବ୍ଦ ମଧ୍ୟରେ ସରଳ ଭାବରେ ଲେଖିବା ନିମନ୍ତେ। ଅଯଥା କଥାକୁ ଏଥିରେ ମହତ୍ତ୍ୱ ଦିଆଗଲା ନାହିଁ। ଏବେ ଆମେ ଜାଣିବା କେମିତି ଆରମ୍ଭ ହେଲା। ଇଂରାଜୀ ସାହିତ୍ୟରେ ବିଶେଷ ଭାବରେ ଏହା ଆରମ୍ଭ ହେଲା ଟି.ଇ. ହ୍ୟୁମ୍। ଟି.ଇ. ହ୍ୟୁମ୍ ଜଣେ ସାଧକ, ସାରସ୍ୱତ ସାଧକ। ତାଙ୍କର 2ଟା ବହି କବିତା ପୁସ୍ତକ 1909 ମସିହାରେ ପ୍ରକାଶ ପାଇଲା। ସେଟା ହେଲା ଅଟମ୍। ପ୍ରଥମଟି ହେଲା ଅଟମ୍ AUTUMN ଅଟମ୍ ଏବଂ ଦ୍ୱିତୀୟଟି ହେଲା ଏ ସିଟି ସନସେଟ୍। ଏ ଦିଟା ଯେତେବେଳେ ବାହାରିଲା ଆଲୋଚକ ଗଣ ଏ ଦୁଇ କବିତାକୁ ଚିତ୍ରକଳ୍ପବାଦର ମୂଳଦୁଆ ଭାବରେ ଗ୍ରହଣ କରିଲେ। ଏହାଙ୍କ ଠାରୁ ହିଁ ଏହି ଆନ୍ଦୋଳନର ଅର୍ଥାତ୍ ଚିତ୍ରମୟ ଶବ୍ଦର ମୂଳଦୁଆ ସୃଷ୍ଟି ହେଲା। ଆନ୍ଦୋଳନର ଉଦ୍ଦେଶ୍ୟ ମଧ୍ୟ ସ୍ପଷ୍ଟ ହେଇଗଲା। ଆମେରିକୀୟ କବି ଏଜ୍ରା ପାଉଣ୍ଡ ହ୍ୟୁମଙ୍କ କବିତାକୁ ଦେଖିକି ଏ ଦିଟା ଯାକ କବିତାକୁ ପଢିଲେ ଏବଂ ପବ୍ଲିଶ ମଧ୍ୟ କଲେ, ପ୍ରକାଶିତ ମଧ୍ୟ କଲେ। ତାଙ୍କ କାବ୍ୟିକ ଆଭିମୁଖ୍ୟକୁ ସ୍ୱୀକାର କରିନେଲେ। ଏଜ୍ରା ପାଉଣ୍ଡଙ୍କ ଯୋଗୁଁ 1912 ମସିହାରେ ଆମେ ଏଠି ଜାଣିବା ଯେ 1912ରୁ 1917 ଖୁବ ସ୍ୱଳ୍ପ ସମୟ ପାଇଁ ଏଇ ଆନ୍ଦୋଳନଟିର ସୂତ୍ରପାତ ହେଇଥିଲା ଏବଂ ତାପରେ ପୁଣି ଗୋଟେ ନୂଆ ଧାରାର ଆରମ୍ଭ ହୋଇଥିବ ନିଶ୍ଚୟ। ଆମେ ଜାଣୁ ଯେ ଯୁଗୀୟ ଅସନ୍ତୋଷ, କାହିଁକିନା ଗୋଟେ ଧାରା ବହୁ ସମୟ ଧରି ଚାଲେ ନାହିଁ। କବିତାର ଯୋଉ ରୂପରେଖ ବଦଳିବାରେ ଏମିତି ଅନେକ ଚିନ୍ତନ ଆସିଛି, ପାଶ୍ଚାତ୍ୟ ଚିନ୍ତନ, ଯାହା ତାକୁ ପ୍ରଭାବିତ କରିଛି। ଏଜ୍ରା ପାଉଣ୍ଡଙ୍କ ଯୋଗୁଁ 1912ରେ ପ୍ରଥମ କରି ଇମେଜିଷ୍ଟ ଶବ୍ଦଟି ଆସିଲା। ଏଇଟା ମଧ୍ୟ ଆପଣମାନଙ୍କ ପାଇଁ ଗୋଟେ ପରୀକ୍ଷାର ପ୍ରଶ୍ନ। ପରୀକ୍ଷାରେ ଏଇଟା ଆସେ ଯେ ଇମେଜିଷ୍ଟ ଶବ୍ଦଟି କେବେ ତାର ପ୍ରୟୋଗ ହେଇଥିଲା। 1912 ମସିହାରେ ଏଜ୍ରା ପାଉଣ୍ଡ ଆଣିଥିଲେ ଏବଂ କାହିଁକି ଆଣିଲେ? ହ୍ୟୁମଙ୍କ କବିତା ପଢି ସାରିଲା ପରେ 2ଟା ବହି ଏବଂ ହ୍ୟୁମଙ୍କ ସମସ୍ତ କବିତାକୁ ସେ ପ୍ରକାଶ କରିଥିଲେ। ତାହେଲେ 1912ରୁ ଇମେଜିଜମ ଆରମ୍ଭ ହେଲା। ଏହାର ମୁଖ୍ୟ ପ୍ରଚାରକ ଭାବରେ ଆମେ ଏଜ୍ରା ପାଉଣ୍ଡକୁ ମନେ ରଖିବା ଉଚିତ, ସେ ସ୍ମରଣୀୟ। ହ୍ୟୁମ୍ ନଥିଲେ ଏଜ୍ରା ପାଉଣ୍ଡ ଏଟା ଚିନ୍ତା କରିପାରିନଥାନ୍ତେ। ତେଣୁ ଅଟମ୍ ଆଉ ସେ ଯୋଉ କବିତା, ତାଙ୍କର ଅନ୍ୟ କବିତାଟି ଯୋଉଟା କହିଲି ଏ ସିଟି ସନସେଟ୍, ତାକୁ ଆମକୁ ମନେ ରଖିବାକୁ ପଡିବ। ଏଇ 2ଟା କବିତା ପୁସ୍ତକ ଯୋଗୁଁ ତାଙ୍କ ଉପରେ ପ୍ରଭାବ ପଡିଲା ଏବଂ ଇମେଜିଜମ ବା ଇମେଜିଷ୍ଟ ଆନ୍ଦୋଳନର ସୂତ୍ରପାତ ହେଲା। ଆମେ ଏବେ ଜାଣିବା, ଏଟାକୁ ନିହାତି ମନେ ରଖିବାକୁ ପଡିବ ଆପଣମାନଙ୍କୁ ଯେ ପାଶ୍ଚାତ୍ୟ ସାହିତ୍ୟରେ କେଉଁମାନେ ହେଉଛନ୍ତି ଚିତ୍ରକଳ୍ପବାଦୀ ଆନ୍ଦୋଳନର ସୂତ୍ରଧର, ଯେଉଁମାନେ ଆନ୍ଦୋଳନ କରିଛନ୍ତି, ପ୍ରବକ୍ତା ଭାବରେ ଆମେ ଏଜ୍ରା ପାଉଣ୍ଡଙ୍କୁ ନବା। ପରବର୍ତ୍ତୀ ସମୟରେ କୋଉମାନେ ତାକୁ ଅନୁସରଣ କଲେ, ତାଙ୍କ ସହିତ ସାମିଲ ହେଲେ।
ଏଜ୍ରା ପାଉଣ୍ଡ, ରିଚାର୍ଡ ଆର୍ଲିଂଟନ, ହିଲ୍ଡା ଡଲିଟଲ, ଯିଏକି ରିଚାର୍ଡ ଆର୍ଲିଂଟନଙ୍କ ସ୍ତ୍ରୀ ଥିଲେ, ଆମି ଲୋଏଲ, এই ସ୍ପେଲିଂ ଗୁଡ଼ିକୁ ମନେ ରଖିବାକୁ ପଡିବ। ୱିଲିୟମ କାର୍ଲସ ୱିଲିୟମ୍ସ, ଏ ଜଣେ, ୱିଲିୟମ କାର୍ଲସ ୱିଲିୟମ୍ସ ଜଣେ। ତାପରେ ଆସୁଛନ୍ତି ଜେମ୍ସ ଜଏସ୍, ଫୋର୍ଡ ମାର୍ଡକ୍ସ ଫୋର୍ଡ, ଏଫ୍.ଏସ୍. ଫ୍ଲିଣ୍ଟ, ସ୍ଲିପ ୱିଥ୍ କ୍ୟାନେଲ, ସ୍କିପ୍ ୱିଥ୍ କ୍ୟାନେଲ, ଜନ୍ କର୍ଣ୍ଣସ୍, ଏମାନେ ଥିଲେ ଚିତ୍ରକଳ୍ପବାଦୀ। ଆପଣମାନଙ୍କୁ ଏମାନଙ୍କ ନାଁ ମନେ ରଖିବାକୁ ପଡିବ, କାରଣ ଏମାନଙ୍କ ନାଁ ଉଲ୍ଲେଖ କଲେ ହିଁ ଆପଣ ତର୍କ ଉପସ୍ଥାପନ କରିପାରିବେ ଯେ ଏମାନେ ଚିତ୍ରକଳ୍ପବାଦୀ ଥିଲେ। 1914 ଏଜ୍ରା ପାଉଣ୍ଡ ଡେସ୍ ଇମେଜିଷ୍ଟସ୍ ଆନ୍ ଆନ୍ଥୋଲୋଜି, ବହିର ନାଁ ଥିଲା ଡେସ୍ ଇମେଜିଷ୍ଟ, DESIMAGISTES, এটা ଗୋଟେ ଆନ୍ଥୋଲୋଜି। ଏଥିରେ ଅନେକ କବିଙ୍କ କବିତା ଥିଲା ଯେଉଁଥିରୁ ଚିତ୍ରକଳ୍ପବାଦର ପ୍ରକୃତ ମର୍ମ ସ୍ପଷ୍ଟ ହେଲା। 1915 ରୁ 1917 ମଧ୍ୟରେ ଆମି ଲୋଏଲଙ୍କର 3 ଆନ୍ଥୋଲୋଜିସ୍, THREE ଆନ୍ଥୋଲୋଜିସ୍ ପ୍ରକାଶ ପାଇଲା। ଏହାକୁ ସମ୍ ଇମାଜିଷ୍ଟ ପୋଏଟ୍ସ ବୋଲି କୁହାଯାଏ। ଆର এই ଆନ୍ଥୋଲୋଜିକୁ ପରବର୍ତ୍ତୀ ସମୟରେ ସମ୍ ଇମେଜିଷ୍ଟ ପୋଏଟ୍ସ ବୋଲି କୁହାଯାଏ। ଏହି ଚିତ୍ରକଳ୍ପବାଦୀ ଆନ୍ଦୋଳନ 1912 ରୁ ଆରମ୍ଭ ହେଲା, 1917 ବେଳକୁ ଶେଷ ହୋଇଯାଇଥିଲା। ଏବେ ଆମେ ଜାଣିବା ଚିତ୍ରକଳ୍ପବାଦର ବୈଶିଷ୍ଟ୍ୟ ବା ସିଦ୍ଧାନ୍ତ କଣ, କୋଉ ଏଜ୍ରା ପାଉଣ୍ଡ କଣ କହିଲେ, ଯୋଉଟା କି ମୁଁ ମୂଳରୁ କହିଛି, ଆଉ ଥରେ ଆପଣମାନଙ୍କ ସୁବିଧା ପାଇଁ ଆକୁ ଆମେ ଶୁଣିବା। ଏଜ୍ରା ପାଉଣ୍ଡ ସିଦ୍ଧାନ୍ତ ନିର୍ଣ୍ଣୟ ମାନେ ସିଦ୍ଧାନ୍ତ ଦେଲେ ଯେ ଚିତ୍ରକଳ୍ପବାଦ ଏମିତି ହବା ଦରକାର, ଡାଇରେକ୍ଟ ଟ୍ରିଟମେଣ୍ଟ ଅଫ ଥିଙ୍ଗସ୍, ଅର୍ଥାତ୍ ଯଦି ଜଣେ କୌଣସି ଦୃଶ୍ୟକୁ ଦେଖିଲା, କୌଣସି ଘଟଣାକୁ ପ୍ରତ୍ୟକ୍ଷ କଲା, ସେ ପ୍ରତ୍ୟକ୍ଷ କଥା ହିଁ ଲେଖିବ, ତାକୁ ବୁଲେଇ ବଙ୍କେଇ ତାକୁ ବର୍ଣ୍ଣନା ଦେଇ ତାକୁ ଲେଖିବ ନାହିଁ। ସ୍ପଷ୍ଟ ଭାବରେ ଯାହା ଘଟିଛି ତାକୁ ହିଁ ଲେଖିବ, ସରଳ ଭାବରେ ଲେଖିବ, କୌଣସି ଶବ୍ଦାଡମ୍ବର ରହିବ ନାହିଁ। ଦ୍ୱିତୀୟ କଥାଟି ହେଲା ଅଧିକ ଶବ୍ଦ ବ୍ୟବହୃତ ହେବନି, ଯାହା କବିତାରେ ବ୍ୟବହାର ହୁଏନି। ଯୋଉ କଥାକୁ ଏମିତି ଲେଖାଯିବନି ଯାହାକି କବିତା ପାଇଁ ଯୁକ୍ତିଯୁକ୍ତ ନୁହଁ, ଯାହା ଘଟିଛି ତାକୁ ହିଁ ଆଧାର କରିକି ଅଧିକ ଶବ୍ଦ ବ୍ୟବହାର ନ କରିକି ଛୋଟ ଛୋଟ ଶବ୍ଦ ମାଧ୍ୟମରେ ଲେଖା ହବ। ଏଠି ଆସିଲା ଚିତ୍ରକଳ୍ପବାଦର ମୁଖ୍ୟ କଥାଟି ହେଲା ତାର ବ୍ୟଞ୍ଜନା, ମାନେ ତାର ଶବ୍ଦକୁ ଶୁଣିଲା ବେଳେ ହିଁ ନାଦ ସେଥିରେ ବାହାରୁଥିବ, ମାନେ ଅର୍ଥାତ୍ ଧ୍ୱନିତ ହଉଥିବ, ତାଳ ଥିବ, ରିଦିମ୍ ଥିବ, ରିଦିମ୍ RYTHM ରିଦିମ୍ ଥିବ, ଅର୍ଥାତ୍ ଶବ୍ଦ ଗୁଡା ପଢିଲେ ହିଁ ଆମ ଭିତରେ ଗୋଟେ ଅନୁରଣନ ସୃଷ୍ଟି ହଉଥିବ ଏବଂ ସଠିକ ଶବ୍ଦର ପ୍ରୟୋଗ, ଏକ୍ସାକ୍ଟ ଶବ୍ଦ ଯାହା ଦରକାର, ବନେଇ ଚୁନେଇ ଆଳଙ୍କାରିକ ଶବ୍ଦର ବ୍ୟବହାର ହବ ନାହିଁ। ଆପଣମାନେ ଏଇଗୁଡ଼ିକୁ ପୁରା ପଏଣ୍ଟ ଭାବରେ ଲେଖିବେ। କବିକୁ ନିଜ ଇଚ୍ଛାରେ ଯେକୌଣସି ଉପରେ କବିତା ଲେଖିବାକୁ ସୁଯୋଗ ଦିଆଯିବା ଉଚିତ, ସୀମାବଦ୍ଧ ପରିସର ସୃଷ୍ଟି କରାଯିବ ନାହିଁ। ତାକୁ କୁହାଯାଇ ପାରିବନି ତୁ ଏଇ ଉପରେ ଲେଖନା, ଏ ଉପରେ ଲେଖନା। ଗୋଟେ ଚିତ୍ରକଳ୍ପ ବାଦର ମୁଖ୍ୟ କଥା ହେଲା କଳ୍ପନା ପ୍ରବଣତା। ତେଣୁ ଗୋଟେ କବି ଯେହେତୁ କଳ୍ପନା ପ୍ରବଣତାକୁ ନେଇକି ହିଁ ବଞ୍ଚେ, ତାର ଗୋଟେ ଇମାଜିନାରୀ ୱାର୍ଲଡ ଥାଏ, ତାର ଗୋଟେ ଜଗତ ଥାଏ, ତାର କଳ୍ପନାର ଜଗତ, ତାକୁ ତା ଭିତରେ ସେ ବଞ୍ଚି ପାରିବ। ତାକୁ କବିତା ଲେଖିବାକୁ ସମ୍ପୂର୍ଣ୍ଣ ପରିସର ସୁଯୋଗ ଦବା ଉଚିତ। ତାକୁ କୁହାଯିବନି ତମେ ଆ ଉପରେ ଲେଖନି, ତମେ ତା ଉପରେ ଲେଖନି। କବିତା ମାଧ୍ୟମରେ ପାଠକ ମନରେ ବିମ୍ବ ସୃଷ୍ଟି ହେବ। ଆଉ ସେଇଠି ଚିତ୍ରକଳ୍ପବାଦର ସଫଳତା ବା ଚିତ୍ରକଳ୍ପର ସଫଳତା, ଯେତେବେଳେ କବିତା ପଢୁ ପଢୁ ଭାବଲୋକରେ ଗୋଟେ ଗୋଟେ ଚିତ୍ର ଉତ୍ପନ୍ନ ହେଇ ଚାଲିଥିବ। ଏଭଳି ଶବ୍ଦର ପ୍ରୟୋଗ ହେବ ଯାହା କବିତାକୁ ଅନୁଭବ କରିବାକୁ, ଦୃଶ୍ୟାୟିତ କରିବାକୁ ବା ଦୃଶ୍ୟ ବିମ୍ବ ସୃଷ୍ଟି କରିବାକୁ ସୁବିଧା କରୁଥିବ, ତାକୁ ସାହାଯ୍ୟ କରୁଥିବ ପାଠକକୁ। ଏମିତି ଶବ୍ଦ ପ୍ରୟୋଗ କରିଥିବେ କବି। ଏବେ ଆସିବ, ଆମେ ଏଇଠି ଟିକେ ମନେ ରଖିବାକୁ ପଡିବ, କାରଣ ଆମେ ସମୟ ଦୃଷ୍ଟିରୁ ଏକୁ କେବଳ ପାଶ୍ଚାତ୍ୟ ସାହିତ୍ୟ ସହିତ ସମ୍ପର୍କିତ କରିକି ଚିତ୍ରକଳ୍ପବାଦୀ ଆନ୍ଦୋଳନ ଉପରେ ଆଜି ଆଲୋଚନା କରୁଛେ। ଆମେ ଦେଖିବା ଚିତ୍ରକଳ୍ପବାଦୀ କବିତାର ଉଦାହରଣ, ଯୋଉ ପାଶ୍ଚାତ୍ୟ କବି ମାନଙ୍କର ବହିର ନାଁ ଟିକେ ଆମକୁ ମନେ ରଖିବାକୁ ପଡିବ, ବା କୌଣସି ଶବ୍ଦ
ପାଉଣ୍ଡଙ୍କର ଇନ୍ ଦ ଷ୍ଟେସନ ଅଫ ଦ ମେଟ୍ରୋ ଗୋଟେ କବିତାର ଟାଇଟଲ ଥିଲା, ଶୀର୍ଷକ ଥିଲା ଇନ୍ ଦ ଷ୍ଟେସନ ଅଫ ଦ ମେଟ୍ରୋ। ଏଥିରେ ସେ ଦିଟା ଶବ୍ଦକୁ ଆପଣ ମାନେ ମନେ ରଖିବେ, ପେଡଲ୍ସ ଅନ୍ ଏ ୱେଟ୍, PEDALS, ପେଡଲ୍ସ ଅନ୍ ଏ ୱେଟ୍, WET। ଆଉ ଗୋଟେ ଥିଲା ବ୍ଲାକ୍ ବୋ, BOUGH ହଉଛି ବୋ, ବ୍ଲାକ୍ ବୋ। ଏଇଥିରୁ ଇମେଜିଜମ ର ଯୋଉ ଚିତ୍ର ବା ଚିତ୍ର ପ୍ରତିଫଳିତ ହୁଏ। ଏଜ୍ରା ପାଉଣ୍ଡଙ୍କର ଆଉ ଗୋଟେ ବହି ଥିଲା, କବିତା ବହି, ତା ହେଲା ଦ ରିଟର୍ନ। ହେଲେନ ଲିଟଲଙ୍କର ହେଲେନ ବହିଟା, ତାଙ୍କର HELEN, ହେଲେନ। ଏମି ଲୋଏଲ ବି କହିପାରିବ, ଏମି ଲୋଏଲ, AMYMELOWELL, ଏ ଜଣେ କବି, ତାଙ୍କର ବହିର ନାଁ ହଉଛି ଏ ଲେଡି। ଆଉ ଜଣେ କବି ଥିଲେ ୱିଲିୟମ କାର୍ଲସ ୱିଲିୟମ୍ସ, ଲ୍ୟାଣ୍ଡସ୍କେପ୍ ୱିଥ୍ ଦ ଫଲ୍ ଅଫ ଇକାରସ୍। କବିତାର ଶୀର୍ଷକ ହଉଛି ଲ୍ୟାଣ୍ଡସ୍କେପ୍ ୱିଥ୍ ଦ ଫଲ୍ ଅଫ ଇକାରସ୍। ଇକାରସ୍ ସ୍ପେଲିଂଟା ହଉଛି ICARUS। ଅନ୍ୟତମ କବି, ଇମେଜିଷ୍ଟ କବି ହଉଛନ୍ତି ଜେମ୍ସ ଜଏସ୍। ସେ ଲେଖିଥିଲେ ଆଇ ହିୟର ଆନ୍ ଆର୍ମି ଚାର୍ଜିଂ ଅପନ୍ ଦ ଲ୍ୟାଣ୍ଡ। ଶ୍ରୋତା ବନ୍ଧୁ, ଆମେ ଇମେଜିଷ୍ଟ ପୋଇଟ୍ରିର ଉଦାହରଣ ବା ଚିତ୍ରକଳ୍ପବାଦୀ କବିତାର ଉଦାହରଣ ଦେଲେ এই କବିତା ପୁସ୍ତକର ନାଁ ମନେ ରଖିବା। ଆମର ପରବର୍ତ୍ତୀ ଅଡିଓରେ ଆମେ ଓଡ଼ିଆ ସାହିତ୍ୟରେ କ୍ଷମା କରିବେ, ଓଡ଼ିଆ ସାହିତ୍ୟରେ ପ୍ରତୀକବାଦୀ ଆନ୍ଦୋଳନ ତ ନିଶ୍ଚୟ ଆମେ ଆଲୋଚନା କରିବା, କିନ୍ତୁ ଚିତ୍ରକଳ୍ପବାଦର ଯୋଉ ପ୍ରୟୋଗ ତାର କିପରି ହୋଇଛି, କବିମାନେ କେମିତି କୋଉ ସୁନ୍ଦର ସୁନ୍ଦର ଶବ୍ଦ ବ୍ୟବହାର କରିଛନ୍ତି, ତାକୁ ଶୁଣିବା। ତେବେ ଏଠି ମୁଁ ଶେଷ କରିବା ପୂର୍ବରୁ ବିଶିଷ୍ଟ କବୟିତ୍ରୀ, ଓଡ଼ିଆ କବିତା ରାଜ୍ୟର ଜଣେ ଅପ୍ରତିଦ୍ୱନ୍ଦୀ କବି ପ୍ରତିଭା ଶତପଥୀଙ୍କ ଶବ୍ଦରେ, କଳ୍ପନା ପ୍ରବଣତା ହିଁ କାରିଗର, ଯାହା କବିର ଦୃଷ୍ଟି ଓ ସୃଷ୍ଟିକୁ କାରୁକାର୍ଯ୍ୟ ମଣ୍ଡିତ କରିପାରେ। କଳ୍ପନା ହିଁ ଆନନ୍ଦର ଉତ୍ସ ସ୍ୱରୂପ। ସାଧାରଣ ରଙ୍ଗବିହୀନ ନିରଙ୍ଗ ତୁଚ୍ଛ ବ୍ୟକ୍ତି, ଘଟଣା ଓ ପରିବେଶକୁ କଳ୍ପନା ନିଜସ୍ୱ ରଙ୍ଗ ବୋଲି ମହିମାନ୍ୱିତ କରିପାରିଛି। ନିଜସ୍ୱ ରଙ୍ଗକୁ ବୋଳିକି ସେଟାକୁ ମହିମାନ୍ୱିତ, କୌଣସି ଛୋଟ ଘଟଣା ମଧ୍ୟ କବିର ମାନସ ପଟରେ ନିଶ୍ଚିତ ଭାବରେ ସୁନ୍ଦରତମ ରୂପ ନେଇପାରେ। କବି ମନରୁ ସମ୍ଭୂତ ଏବଂ ହୃଦୟ ବୃତ୍ତି ଦ୍ୱାରା ନିୟନ୍ତ୍ରିତ ଏହି କଳ୍ପନା କବିର ଆତ୍ମାକୁ କେବେ ମାଟିରେ ବା କେବେ ଆକାଶରେ ଆଙ୍କି ଦେବାରେ ସମର୍ଥ ହୋଇଛି। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଚିତ୍ରକଳ୍ପ ବା ଚିତ୍ରକଳ୍ପବାଦୀ ଆନ୍ଦୋଳନ। ବହୁତ ଗୁଡେ ତା ସହିତ ଛନ୍ଦାଛନ୍ଦି ହେଇକି କଥା ଅଛି। ଆପଣମାନଙ୍କ ପାଠ୍ୟକ୍ରମ ଭୁକ୍ତ ହୋଇଥିବାରୁ ଏକୁ ଶୁଣିଲେ ଆପଣମାନେ ସାମାନ୍ୟ ଜ୍ଞାନ ଆହରଣ କରିପାରିବେ ବୋଲି ମୋର ବିଶ୍ୱାସ। ତେବେ ପରବର୍ତ୍ତୀ ଅଡିଓରେ ଆମେ ଚିତ୍ରକଳ୍ପବାଦୀ ଯୋଉ ଆନ୍ଦୋଳନର ପ୍ରଭାବ କେମିତି ପ୍ରାନ୍ତୀୟ ସାହିତ୍ୟ ବିଶେଷ କରି ଓଡ଼ିଆ କବିତାରେ ପଡ଼ିଥିଲା ତାକୁ ଆମେ ଶୁଣିବା। ଅଡିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।